ଓಂ ବ୍ରହ୍ମ ପରମ ବ୍ରହ୍ମ କୁଳମାଲିକ ରାଧାସ୍ୱାମୀ ଦୟାଲଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ। ଶ୍ରୀ ଶ୍ରୀ ଲକ୍ଷ୍ମୀ ମାଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ। ଶ୍ରୀ ଶ୍ରୀ ବଡ଼ଦା ଆଜିର ଆଚାର୍ଯ୍ୟ ଠାକୁର ପରିବାରର ସମସ୍ତଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ। ମୋର ଏହି ଭିଡ଼ିଓ ଶୁଣୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁ ଭାଇ ମା ମାନଙ୍କୁ ମୋର ଅନ୍ତରର ଜୟଗୁରୁ। ଆଜି ମୁଁ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର 162 ବାଣୀ ଆପଣମାନଙ୍କ ଆଗରେ ତୋଳି ଧରିବି। ତା ପୂର୍ବରୁ ଶ୍ରୀ ଶ୍ରୀ ଠାକୁରଙ୍କ ଗୋଟିଏ ସୁନ୍ଦର କଥା କହି ଆପଣମାନଙ୍କ ଆଗରେ ନାରୀନୀତି ତୋଳି ଧରିବି। ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଲାଷ୍ଟ ଯାଏଁ ଶୁଣିବା ପାଇଁ ଅନୁରୋଧ। ଆଉ କମେଣ୍ଟରେ ନିଜର ମତାମତ ନିଶ୍ଚୟ ଲେଖନ୍ତୁ। ଠାକୁରଙ୍କ ଆଶୀର୍ବାଦ କୃପା ଲାଭ କରନ୍ତୁ। ସେୟାର ବି କରନ୍ତୁ, ସବସ୍କ୍ରାଇବ୍ ବି କରନ୍ତୁ। ଏବେ ଆମେ ଶ୍ରୀ ଶ୍ରୀ ଠାକୁରଙ୍କର କିଛି କଥା ଶୁଣିବା। ଶ୍ରୀ ଶ୍ରୀ ଠାକୁର କହିଛନ୍ତି, ପ୍ରତିଶୋଧ ନେବା ପରିବର୍ତ୍ତେ ମଣିଷର ହୃଦୟ ଜୟ କର। ଶ୍ରୀ ଶ୍ରୀ ଠାକୁର। ପ୍ରଶ୍ନ, ହଠାତ୍ ଅନେକ ସମୟରେ ଜଣ ଜଣକ ବ୍ୟବହାରରେ ରାଗିଯାଏ, ପ୍ରତିଶୋଧ ନେବାକୁ ଇଚ୍ଛା କରେ, ଏହାର ଉପାୟ କ'ଣ? ଶ୍ରୀ ଶ୍ରୀ ଠାକୁର କହିଲେ, ଆମର ଉଦ୍ଦେଶ୍ୟ ହେଲା ମଣିଷକୁ ଜୟ କରିବା, ତାହାର ହୃଦୟକୁ ଅଧିକାର କରିବା, ତାହାର ଅହଂକୁ ଇଗୋକୁ ଆୟତ୍ତ କରି ପକାଇବା, ତାକୁ ଅନୁତପ୍ତ କରାଇବା। ତାହା ଯଦି ନ ପାରିଲୁ, ତେବେ ଆମର ଏହି ବଞ୍ଚି ରହିବାର ଦାମ କ'ଣ ଏବଂ ପାରସ୍ପରିକ ସୁଖ ବା କେଉଁଠି? ଯାହା ଉପରେ ପ୍ରତିଶୋଧ ନେବି, ସେ ଯଦି କଷ୍ଟ ମଧ୍ୟରେ ସୁଖବୋଧ ନ କରେ, ତାହାହେଲେ କି ସୁଖ ହେଲା? ଆମେ ମଣିଷଟିକୁ ପାଇବାକୁ ଚାହୁଁ, ଗୋଟାଏ ମଣିଷକୁ ହରାଇ ଲାଭ ନାହିଁ। ତେବେ ତା ଭିତରେ ସମ୍ବର୍ଦ୍ଧନାର ପରିପନ୍ଥୀ ଯାହା ଅଛି, ତାର ନିୟନ୍ତ୍ରଣ ବା ନିରସନ ଦରକାର। ଏହି ଶାସନ ହେବ ପ୍ରୀତିର ଶାସନ। କଠୋରତା ମଧ୍ୟରେ ବି ପ୍ରୀତି ରହିବ। ତା ପ୍ରତି ତୁମର ପ୍ରୀତି ଯଦି ତା ଭିତରେ ତୁମ ପ୍ରତି ପ୍ରୀତି ଉଦ୍ଦୀପ୍ତ କରି ତୋଳିପାରେ, ତାହାହେଲେ ତୁମେ ସଂଶୋଧନ କରିବାର ବାଟ ପାଇଲ। ତେବେ କାହା ଭିତରେ ଯଦି ଅଭିଭୂତି ଥାଏ, ବାରମ୍ବାର ଚେଷ୍ଟା କରି ତାକୁ ସଂଶୋଧନ କରାଯାଇପାରେ, କିନ୍ତୁ ବିଶ୍ୱାସଘାତୀ ଅଭ୍ୟାସ ଓ ସଂସ୍କାର ଥିଲେ ସେମାନଙ୍କର ହୃଦୟ ଜୟ କରି ପରିବର୍ତ୍ତନ ଆଣିବା କଷ୍ଟକର, ଅନେକ କ୍ଷେତ୍ରରେ ସମ୍ଭବ ହୁଏ ନାହିଁ। ପୁଣି ପ୍ରଶ୍ନ, ବିଶ୍ୱାସଘାତକ କି ନୁହଁ ବୁଝିବୁ କିପରି? ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ବିଶ୍ୱାସଘାତକତାର ଗୋଟାଏ ଲକ୍ଷଣ ହେଲା, ସବୁ କାମରେ ସେ ପ୍ରତ୍ୟକ୍ଷ ଭାବରେ ଓ ପରୋକ୍ଷ ଭାବରେ ନିଜକୁ ପ୍ରତିଷ୍ଠା କରିବାକୁ ଚାହେଁ। ତା ପାଇଁ କିଏ କେତେ ଯେ କ'ଣ କରିଛନ୍ତି, ସେ କଥା ମୁକ୍ତ କଣ୍ଠରେ ସ୍ୱୀକାର କରି କୃତଜ୍ଞତା ଜଣାଏ ନାହିଁ। ସେ ଯେ ଜଣେ ଅସାଧାରଣ କୃତିସମ୍ପନ୍ନ ବ୍ୟକ୍ତି, ତାର ଗୁଣ ପାଇଁ କେବଳ ତାର ସର୍ବତ୍ର ସମାଦର, ଏହି କଥା ହିଁ ସେ କେତେ କାଇଦାରେ ହାବଭାବ ପ୍ରକାରାନ୍ତରେ ପ୍ରତିନିୟତ ସାବ୍ୟସ୍ତ କରିବାକୁ ଚାହେଁ। ମୋଟ କଥା, କାହା ପାଇଁ ମଧ୍ୟ ମମତାବଶତଃ ସେ କିଛି କରେ ନାହିଁ। ନିଜର ହୀନମନ୍ୟତାର ମମତାରେ ଯାହା କିଛି କରେ। ଜୟଗୁରୁ। ଶୁଣିଲେ ତ ବହୁତ ସୁନ୍ଦର କଥା ଠାକୁର ବୁଝାଇ କହିଛନ୍ତି। ଏବେ ଆମେ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର 162 ବାଣୀ ଶୁଣିବା। ନାରୀର ନୀତି 162 ବାଣୀ। ସୂତିକା ଗୃହର ବୈଶିଷ୍ଟ୍ୟ। ନଜର ରଖ, ସୂତିକା ଘରଟି ଯେପରି ରୋଗବିହୀନ, ପରିଶୁଦ୍ଧ, ବାୟୁପୂର୍ଣ୍ଣ, ଉପଯୁକ୍ତ, ତାପସଂଯୁକ୍ତ, ପରିଚ୍ଛନ୍ନ ଓ ଶୁଖିଲା ହିଁ ହୁଏ।
ସୂତିକା ଗାରଟି ଯେପରି ତାହାର ଏହି କେତୋଟି ବୈଶିଷ୍ଟ୍ୟରୁ କୌଣସି ମତେ ବଞ୍ଚିତ ନ ହୁଏ। ଶିଶୁ ଓ ପ୍ରସୂତି ଏଥିରେ ଉଭୟଙ୍କର ହିଁ ମଙ୍ଗଳ। ତେଣୁ ପରିବାର ପରିଜନ ମଧ୍ୟ କଷ୍ଟ ଦୁଶ୍ଚିନ୍ତା ହାତରୁ ଏଥିରେ ବେଶୀ ଭାଗ ନିଷ୍କୃତି ହିଁ ପାଇବେ। ବାଣୀ ସଂଖ୍ୟା 162। ପୁଣି ଥରେ ସୂତିକା ଗୃହର ବୈଶିଷ୍ଟ୍ୟ। ନଜର ରଖ, ସୂତିକା ଘରଟି ଯେପରି ରୋଗବିହୀନ, ପରିଶୁଦ୍ଧ, ବାୟୁପୂର୍ଣ୍ଣ, ଉପଯୁକ୍ତ, ତାପସଂଯୁକ୍ତ, ପରିଚ୍ଛନ୍ନ ଓ ଶୁଖିଲା ହିଁ ହୁଏ। ସୂତିକା ଘରଟି ଯେପରି ତାହାର ଏହି କେତୋଟି ବୈଶିଷ୍ଟ୍ୟରୁ କୌଣସି ମତେ ବଞ୍ଚିତ ନ ହୁଏ। ଶିଶୁ ଓ ପ୍ରସୂତି ଏଥିରେ ଉଭୟଙ୍କର ହିଁ ମଙ୍ଗଳ। ତେଣୁ ପରିବାର ପରିଜନ ମଧ୍ୟ କଷ୍ଟ ଦୁଶ୍ଚିନ୍ତା ହାତରୁ ଏଥିରେ ବେଶୀ ଭାଗ ନିଷ୍କୃତି ହିଁ ପାଇବେ। ବାଣୀ ସଂଖ୍ୟା 162। ଜୟଗୁରୁ। ଭିଡ଼ିଓଟିକୁ ପୁରା ଶୁଣିଲେ ଆପଣମାନଙ୍କୁ ଠାକୁରଙ୍କ କଥା, ଠାକୁରଙ୍କ ବାଣୀ କିପରି ଲାଗିଲା ପ୍ଲିଜ୍ କମେଣ୍ଟରେ ଜଣାନ୍ତୁ ଓ ଠାକୁରଙ୍କ ଆଶୀର୍ବାଦ କୃପା ଲାଭ କରନ୍ତୁ। ପରିଶେଷରେ ସମସ୍ତଙ୍କୁ ମୋର ଅନ୍ତରର ଜୟଗୁରୁ।